त्रयमग्नान् समभिधर वासुदेव अनन्तरूपेण विनियोजस्व अनन्तरूपाय नमो नमस्ते। आज श्रीक्षेत्र पुरुषोत्तम धाम पुरी नीलाचल चतुर्धामूर्तिंकर स्नान यात्रा आरंभ हो कथा को आमे मन पकई तो ताकू जदि आमे आउरी आज पृथ्वी की बा आमर ये जलवायु वर्षा ऋतु आज ठारू वर्षा ऋतु आरंभ है। ता पूर्वर ग्रीष्म ऋतु थिला एबे वर्षा ऋतु आरंभ है। সেই प्रथम वर्षा रे भगवान जगन्नाथ स्नान कले। ये गोटे अपूर्व कथा। भारतवर्ष रे बा आम सनातन धर्म रे जेते पूजा पार्वण इत्यादि सब रही सी तो चली कि सबुठारू बेसी परिमाण रे स्नान यात्रा अनुष्ठित हुए। आज शेष हम नहीं गुंडीचा बाहुड़ा पर्यंत या चलिबो। ये हूँ कि सबुठारू गोटे मूल्यवान पर्व। ठाकुर सुनार वेश हेबे, पद्म वेश हेबे, ठाकुरंकर विभिन्न प्रकार वेश। तेबे गोटे कथा होउछि ठाकुरंकु आमे जदि ठाकुर बोली स्वीकार करिबा ताहले से ठाकुर हेबे। जदि ठाकुरंकु आमे सेई भली भाव देखिलु नहीं, ठाकुर बोली भाविलु नहीं, ताले से ठाकुर से हेबे नहीं। तेणु आमको आम भितरे जो संकल्प रही आज देवस्नान पूर्णिमा अच्युतानंद पीठरे आज बाली यात्रा एवं स्थाने जो चली स्नान यात्रार पर्व। तेणु आकु सब देखिले कौन हुए ताकू आमे प्रमाण करि परिबा नहीं, किंतु गोटे कथा हुए पाप नयन सफल हेबो नयन आमे दुनिया रु जीवु तार तत्व कि कौन तार ताकू आमे ठीक भाव बुझी पारिबा। किंतु आज बहु पर्व बहु पर्वाणी केवल कटक पुरी बालेश्वर भितर सेमित नुहे, समग्र ओडिशा रे ओडिशा बाहर सबुठी आज जो पर्व
ଚାଲିଛନ୍ତି ଏ ପର୍ବର କ'ଣ ଆଭିମୁଖ୍ୟ ରହିଛି ବା ଆର ତତ୍ତ୍ୱଟି କ'ଣ ସେ କଥା ତାକୁ ବୁଝିବା ପାଇଁ ଆମେ ଚାହୁଁନା। ଅନନ୍ତଙ୍କୁ ସ୍ନାନ କରିବ କିଏ, କରେଇବ ବା କିଏ? ଯାହାଙ୍କୁ ପୁରାଣ କହୁଛନ୍ତି ଯେ ଅନନ୍ତ କ୍ଷୀରାବ୍ଧି ସମୁଦ୍ରରେ ଅନନ୍ତ ନାଗଙ୍କ ଉପରେ ସେ ଶୟନ କରିଛନ୍ତି, ସେ ତ ସମୁଦ୍ର ଭିତରେ ଅଛନ୍ତି। ତାଠାରୁ ଆଉ ଗୋଟେ ବଡ଼ ସମୁଦ୍ର କେଉଁଠୁ ଆସିବ କି ବଡ଼ ଜଳାଶୟ କେଉଁଠୁ ଗୋଟେ ଆସିବ, ଆମେ ସେଠି ପୂଜା କରିବୁ କି ସ୍ନାନ କରିବୁ? ପ୍ରକୃତରେ ସେ ସବୁ କଥା ଏକ ଭାବରାଜ୍ୟର କଥା। ଭାବରେ ଆମେ ସବୁ କଥା କରିପାରିବୁ। ଆମର କୁହାଯାଇଛି ଭବସାଗର, ଭବସାଗର, କିନ୍ତୁ ଆମେ ତାକୁ ଚିନ୍ତା କଲେ ଭାବସାଗର ତାରଣ କାରଣ ହେ। ଭବ କହିଲେ ପୃଥିବୀ, ଭାବ କହିଲେ ଭବ ଭିତରେ ରହି ଆମେ ଯେତେବେଳେ ଈଶ୍ୱରାର୍ପିତ ହଉ ବା ନିଜକୁ ଟିକେ ଆନନ୍ଦ ପାଇବା ପାଇଁ ଆମେ ପର୍ବପର୍ବାଣୀରେ ମାତୁ, ସେଗୁଡ଼ାକ ହେଉଛି ଭାବ ସମୁଦ୍ର। ଆଜି ଯଦି ପୃଥିବୀ ରହିଛି, ଇଏ ପୃଥିବୀ ରହିଛି କେବଳ ଭାବସାଗରରେ। ପୃଥିବୀଟା ଭବସାଗର, କିନ୍ତୁ ପୃଥିବୀରେ ଯାହା ଚାଲିଛି ଏହା ସବୁ ହେଉଛି ଭାବର ସିନ୍ଧୁ। ଇଏ ଭାବ ସିନ୍ଧୁ ଭଗବାନ। ଯେଉଁଠି ଭାବ ନାହିଁ ସେଠି ସେ ନାହାନ୍ତି, ଯେଉଁଠି ଭାବ ଅଛି ସିଏ ସେଇଠି ଅଛନ୍ତି। ଆପଣମାନେ ସବୁ ଗପ ବିଭିନ୍ନ ପ୍ରକାରର କଥା ବି ସବୁ ଶୁଣିଛନ୍ତି। ସେ କଥା ଭିତରୁ ଆପଣ କ'ଣ ଉପଲବ୍ଧି କରିଛନ୍ତି? କଥା ଭିତରେ କେବଳ ଅଛି ଭାବ। ଯଦି କଥା ନାହିଁ ତାହେଲେ ଭାବ କେଉଁଠୁ ଆସିବ? ସେଇଥିପାଇଁ କୁହାଗଲା ଭବସାଗର ତାରଣ କାରଣ ହେ, ରବିନନ୍ଦନ ବନ୍ଦନ ଖଣ୍ଡନ ହେ, ଶରଣାଗତ କିଙ୍କର ଭୀତ ମନେ, ଗୁରୁଦେବ ଦୟା କର ଦୀନ। ସେଇ ଗୁରୁଙ୍କୁ ପ୍ରାର୍ଥନା କର, ଗୁରୁ ମନ୍ତ୍ର ସ୍ମରଣ କର। ଗୁରୁଙ୍କ ଭିତରେ ଯେଉଁ ଦିବ୍ୟ ଶକ୍ତି, ଭଗବାନଙ୍କର ଶକ୍ତି ରହିଛି, ତାଙ୍କୁ ଯେତେବେଳେ ତୁମେ ପ୍ରାର୍ଥନା କରିବ, ସେଇ ପ୍ରାର୍ଥନା ଦ୍ୱାରା ହିଁ ସେ ଆମକୁ କୃପା କରିବେ। ଏଥିପାଇଁ ଆମେ କହୁ ଗୁରୁ କୃପା ହିଁ କେବଳ। ଗୁରୁ ହେଉଛନ୍ତି ଅନନ୍ତ, ତାଙ୍କର ଅନ୍ତ ନାହିଁ। ଗୁରୁ ହେଉଛନ୍ତି ଅବ୍ୟକ୍ତ, ଯାହାକୁ ବ୍ୟକ୍ତ କରି ହୁଏ ନା। ଗୁରୁ ହେଉଛନ୍ତି ଗୀତା, ଗୁରୁ ହେଉଛନ୍ତି ଶାସ୍ତ୍ର। ତେଣୁ ସବୁଠାରୁ ବଡ଼ କଥା ହେଉଛି ଯେ ପର୍ଯ୍ୟନ୍ତ ଆମେ ଗୁରୁଙ୍କର
ପାଦ ପଦ୍ମକୁ ବା ଗୁରୁଙ୍କ ବାଣୀକୁ ଗୁରୁଙ୍କ ମୂର୍ତ୍ତିକୁ ଯେ ପର୍ଯ୍ୟନ୍ତ ଆମେ ନିଜ ଭିତରକୁ ଆଣିନୁ ବା ନିଜେ ଆମେ ଯାହା କରିବୁ ତାହା ହିଁ ଆମେ କହିନୁ କି କରିନୁ। ଖାଲି କଥାରେ ଆମେ ଗପିଲେ ଗୁଡ଼ାଏ କଥାରେ ଗପିଯିବା, ସିଏ ଗପରେ କିଛି ନାହିଁ। ଗପରୁ ତତ୍ତ୍ୱ ଯେଉଁମାନେ ପ୍ରକୃତରେ ତତ୍ତ୍ୱବିତ୍ ମହାପୁରୁଷ ବା ସାଧକ, ସେମାନେ ପ୍ରତିଟି କଥାରେ ତତ୍ତ୍ୱକୁ ପରିବେଷଣ କରନ୍ତି। ଧରନ୍ତୁ ମୁଁ କିଏ, ତାର ଉତ୍ତର ହେଲା ମୁଁ ମଣିଷ। କିନ୍ତୁ ତତ୍ତ୍ୱକୁ ଯଦି ଯିବା, ତତ୍ତ୍ୱ କ'ଣ କହୁଛନ୍ତି? ତତ୍ତ୍ୱ କହୁଛନ୍ତି ମୁଁ ଆତ୍ମା। ମୋର ଏ ଦେହଟା ପଞ୍ଚ ମହାଭୂତରୁ ଜନ୍ମ ହେଇଛି, ତାପରେ ଏ ଦେହଟା ପୁଣି ପୋଡ଼ା ହେବ କି ପୋତା ହେବ, ନଷ୍ଟ ହେଇଯିବ, ତାପରେ ମୁଁ ଯେଉଁ ଆତ୍ମାକୁ ସେଇ ଆତ୍ମା। ତେବେ ଆତ୍ମାକୁ କ'ଣ ଖାଲି ଗପିଲେ ଆତ୍ମା ଆମକୁ ଦର୍ଶନ ଦେବେ? ତେଣୁ ଆତ୍ମାକୁ ଆତ୍ମୀୟ କରିବାକୁ ହେଲେ ଗୁରୁଙ୍କର ପ୍ରତିଟି ବାକ୍ୟକୁ ମନେ ରଖିବାକୁ ହେବ ଏବଂ କାର୍ଯ୍ୟ କରିବାକୁ ହେବ। ତାହେଲେ ଆମେ ଗୁରୁ କୃପା ଲାଭ କରିବୁ। ଯେଉଁଠି ଗୁରୁ କୃପା ନାହିଁ ସେଠି ବିଭୁ କୃପା ଆଦୌ ସୃଷ୍ଟି ହେବନି। ଇଏ ପୃଥିବୀକି ଅନେକ ଗୁରୁମାନେ ଆସିଛନ୍ତି, ଅନେକ କଥା ଆମମାନଙ୍କୁ କହିଛନ୍ତି, ଅନେକ ଲୀଳା ଖେଳା ଶେଷ କରି ସେ ତାଙ୍କର ବିଦାୟ ନେଇଛନ୍ତି। ପୁଣି ମଧ୍ୟ ଆହୁରି ଆସୁଛନ୍ତି, ଆହୁରି ଆସିବେ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଆମ ପାଖରେ ଯେଉଁ ଘରଟି ଅଛି, ସେ ଘରଟିକୁ ଯଦି ଆମେ ପରିଷ୍କାର କରି ନ ରଖିବା, ତାହେଲେ ଆମେ ଆଉ ଗୁରୁଙ୍କ କଥାକୁ ମାନିଲୁ କେମିତି? ତେଣୁ ସବୁ କଥା ଭିତରେ ଅନ୍ୟକୁ ହାତ ବଢ଼େଇ ଯେଉଁ କଥା ଆମେ କହୁଛୁ, ଯେଉଁଦିନ ନିଜକୁ ଆମେ ସମୀକ୍ଷା କରିବୁ, ପ୍ରକୃତରେ ଆମେ ଯାହା ଅନ୍ୟକୁ କହୁଛୁ ସେ କଥାଟା ଆମ ଭିତରେ ଅଛି ତ? ଆମେ ପ୍ରକୃତରେ ସେଇଆ କରୁଛୁ? ଯଦି କିଛି କରୁନା, ତାହେଲେ ତାକୁ କହିକି ଲାଭ କ'ଣ ଅଛି? କେବଳ କହିକିରି କେବଳ କ୍ଳାନ୍ତ ହେଉଛ। ତେଣୁ ସବୁଠାରୁ ବଡ଼ ହେଉଛି ଜୀବନରେ ଗୁରୁଙ୍କ ଦର୍ଶନ। ଆମେ ଯେଉଁ ଧୁନଟି ଗାଉ, ଶାନ୍ତିର ଦର୍ଶନ ଗୁରୁ ଦର୍ଶନ ପ୍ରେମମୟ ମୂର୍ତ୍ତି ଶ୍ରୀ କନ୍ଦପଦମ। ଶାନ୍ତିର ଦର୍ଶନ ଗୁରୁ ଦର୍ଶନ ପ୍ରେମମୟ ମୂର୍ତ୍ତି ଶ୍ରୀ କନ୍ଦପଦମ। ସେଇ ପାଦପଦ୍ମରେ ମନକୁ ରଖି ଯେଉଁ କଥା କରୁଛ ତାକୁ ଆମେ ଟିକେ ଭାବିବା, ଏଇଟା କରିବା ଉଚିତ କି ଅନୁଚିତ। ଯଦି ଭାବିବା ଏଇଟା କରିବା ଉଚିତ, ତାହେଲେ ଆମେ ତାକୁ ନିଶ୍ଚିତ ଭାବରେ ପ୍ରଯତ୍ନର ସହିତ କରିବୁ। କର୍ମ ହିଁ ଆମର ସ୍ୱଭାବର ପରିଚୟ ଦେବ, ମନୁଷ୍ୟତାର ପରିଚୟ ଦେବ। ପ୍ରକୃତରେ ଆମେ ମନୁଷ୍ୟ ନା ମନୁଷ୍ୟ ଭଳି ଦେଖାଯାଉଛୁ, କିନ୍ତୁ ଆମେ ପ୍ରକୃତ ମଣିଷ ହେଇପାରିବୁ। ତେଣୁ ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଯେଉଁ କୁହାଯାଇଛି, ଏ ବି ଗୋଟିଏ ଛୋଟିଆ କଥା ନୁହେଁ।
ଦିବ୍ୟ ଜ୍ଞାନ ପୁଣି କ'ଣ ସେ ପୁଣି ତାକୁ ବ୍ୟାଖ୍ୟା କରିବାକୁ ପଡ଼ିବ। ତେଣୁ ଦିବ୍ୟ ଜ୍ଞାନ କଲେ ଯାହା ମାନେ ତାହା କହିଦେବ ସେ ଗୋଟେ ଦିବ୍ୟ ଜ୍ଞାନ। ଦିବ୍ୟ ଜ୍ଞାନ ଗୋଟେ ସ୍ୱତନ୍ତ୍ର। ଆମେ ପାଠ ପଢ଼ୁଛୁ, ଇଞ୍ଜିନିୟର ହେଉଛୁ, ଡକ୍ଟର ହେଉଛୁ, IAS ହେଉଛୁ, OS ହେଉଛୁ, କିନ୍ତୁ ତାମାନେ ଆମେ ଦିବ୍ୟ ଜ୍ଞାନ କ'ଣ ପାଇଗଲୁ? ଆମେ ଜ୍ଞାନ ପାଇଲୁ। ଦିବ୍ୟ ଜ୍ଞାନ ହେଉଛି ମଣିଷ ଭିତରେ, ମଣିଷର ମସ୍ତିଷ୍କ ଭିତରେ ସେ ଦିବ୍ୟ ଜ୍ଞାନଟି ଲୁଚି ରହିଛି। ସେଇ ଦିବ୍ୟ ଜ୍ଞାନ ବଳରେ ଆମେ ଦିବ୍ୟତ୍ୱକୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବା। ସେଥିପାଇଁ ଆମକୁ କିଛି ଶ୍ରମ, ସମୟ ଏସବୁ ଦରକାର। ଗୁରୁ ପାଦ ପଦ୍ମେ ଯାର ରହେ ନିଷ୍ଠା ଭକ୍ତି, ଜଗତ ତାରିତେ ସେଉ ଧରେ ମହାଶକ୍ତି। ତେଣୁ ଜଗତକୁ ଉଦ୍ଧାର କରିବାକୁ ହେଲେ ଆମକୁ ଗୁରୁମୂର୍ତ୍ତିକୁ ଧ୍ୟାନ କରିବାକୁ ପଡ଼ିବ, ଗୁରୁଙ୍କ ବାକ୍ୟକୁ ପାଳନ କରିବାକୁ ପଡ଼ିବ। ସେଇଟା ଘଣ୍ଟା ଘଣ୍ଟା ବି ଦରକାର ନାହିଁ, 10 ମିନିଟ୍ 5 ମିନିଟ୍ କଲେ ବି ହେବ। ସେତିକ କରିବାକୁ ମଧ୍ୟ ଆମର ସେଇ ଇଚ୍ଛା ଶକ୍ତି ଆସୁନାହିଁ। ତେଣୁ ଗୁରୁଙ୍କୁ ପ୍ରାର୍ଥନା କର, ଗୁରୁଙ୍କୁ ପ୍ରାର୍ଥନା କର, ଗୁରୁ ହିଁ କୃପା କରିବେ, ଆଉ କୃପା କେହି ଦେଇପାରିବେ ନାହିଁ। କଥାଟି ଆମେ ଆଜି ପବିତ୍ର ଦିନରେ, ପବିତ୍ର ସନ୍ଧ୍ୟାରେ ସ୍ନାନ ବେଦୀରେ ପ୍ରଭୁ ଜଗନ୍ନାଥ ଥିଲାବେଳେ ଆମେ ତାଙ୍କରି ଉଦ୍ଦେଶ୍ୟରେ 2 ପଦ କହିଲେ ଏବଂ ତାଙ୍କୁ ହିଁ ଆମେ ଚିନ୍ତା କରିବା, ବିଶ୍ୱର ଶାନ୍ତି ପାଇଁ କାମନା କରିବା। ଏତିକି କହି ବଳିଆ କଥାକୁ ବିଶ୍ରାମ ଦେଉଛି।